ଶ୍ରୋତା ବନ୍ଧୁ, ସାମ୍ପ୍ରତିକ ପ୍ରବନ୍ଧ ସାହିତ୍ୟ ଧାରାରେ ସୁସମାଲୋଚକ ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ବ୍ରଜମୋହନ ମିଶ୍ର ହେଉଛନ୍ତି ଜଣେ ସମର୍ପିତ ସାହିତ୍ୟ ସାଧକ। ଇଂରାଜୀ ଭାଷା ସାହିତ୍ୟର ଛାତ୍ର ହେବା ସହିତ ସେ ଏହାର ସମର୍ପିତ ଗବେଷକ, ଓଡ଼ିଆ ଭାଷା ସାହିତ୍ୟର ଜଣେ ବାଗ୍ମୀ ପୁରୁଷ, ସମାଲୋଚକ, ସ୍ତମ୍ଭକାର, ଗବେଷକ, ସାହିତ୍ୟ ସ୍ରଷ୍ଟା ତଥା ଜଣେ ସମର୍ପିତ ସମାଜସେବୀ। ଇଂରାଜୀ ସାହିତ୍ୟର ଅଧ୍ୟାପକ ଭାବରେ ପ୍ରଫେସର ବ୍ରଜମୋହନ ମିଶ୍ର ସମାଲୋଚନା ସାହିତ୍ୟକୁ ଏକ ସ୍ୱତନ୍ତ୍ର ଉଚ୍ଚତା ପ୍ରଦାନ କରିଛନ୍ତି। ଡକ୍ଟର ମିଶ୍ରଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ ରହିଛି ସମ୍ବୋଧି, ଦଳ ସତ୍ୟ ଜଗତ ମିଥ୍ୟା, ଓଠରୁ ନୁହେଁ, ଅନୁବାଦ ସାହିତ୍ୟ କ୍ଷେତ୍ରରେ ତାଙ୍କର ଦ ପୋଏଟ୍ରି ଅଫ୍ ଟି.ଏସ୍. ଏଲିୟଟ୍, ମହାତ୍ମା ବନାମ ଗାନ୍ଧୀ, ନବକୃଷ୍ଣ ଚୌଧୁରୀ, ଗଡ୍ ଇନ୍ ହ୍ୟୁମାନ ଫର୍ମ ଇତ୍ୟାଦି ସ୍ମରଣୀୟ। ଶ୍ରୋତାବନ୍ଧୁ, ବ୍ରଜମୋହନ ମିଶ୍ରଙ୍କର ପ୍ରଥମ ସମାଲୋଚନା ପୁସ୍ତକ ହେଉଛି ପ୍ରୀତି ଓ ପ୍ରତ୍ୟୟ, ଯାହାର ମୁଖବନ୍ଧ ରଚନା କରିଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଅସାଧାରଣ କ୍ରାନ୍ତିବୀର ତଥା ଯୁଗସ୍ରଷ୍ଟା ପ୍ରଫେସର ଦାଶରଥୀ ଦାସ। ପ୍ରଫେସର ଦାସ ପ୍ରୀତି ଓ ପ୍ରତ୍ୟୟ ପୁସ୍ତକର ମୁଖବନ୍ଧରେ ଡକ୍ଟର ବ୍ରଜମୋହନ ମିଶ୍ରଙ୍କ ସମାଲୋଚନା ସମ୍ପର୍କରେ ସୁନ୍ଦର ମତ ତଥା ନିରପେକ୍ଷ ମତ ପୋଷଣ କରିଛନ୍ତି। ତାଙ୍କ ମତରେ ଡକ୍ଟର ମିଶ୍ର ଇଂରାଜୀ ସାହିତ୍ୟର ଅଧ୍ୟାପକ, ଅଧିକନ୍ତୁ ତାଙ୍କର ଓଡ଼ିଆ, ସଂସ୍କୃତ ଓ ବଙ୍ଗଳା ସାହିତ୍ୟାଦି ସହିତ ସମ୍ୟକ୍ ପରିଚୟ ଅଛପା ରହେ ନାହିଁ। ସେଥିପାଇଁ ଏହି ପ୍ରୀତି ଓ ପ୍ରତ୍ୟୟ ସମାଲୋଚନା ପୁସ୍ତକରେ ନୂଆ ଦିଗନ୍ତଟିଏ ଉନ୍ମୋଚନ ହେବାର ସମ୍ଭାବନା ସମୁଦ୍ୟତ ଅଛି। ମୂଲ୍ୟାୟନ ତୁଳନାଶୀଳ, ସମାଲୋଚକ ଯେତେ ଉତ୍କୃଷ୍ଟ ଭାଷା ସାହିତ୍ୟ ସହିତ ପରିଚିତ ହେବେ, ତାଙ୍କ ମୂଲ୍ୟାୟନ ସେତେ ସାର୍ଥକ ହେବ। ପ୍ରଫେସର ଦାଶରଥୀ ଦାସଙ୍କର ଏହି ମତାମତକୁ ସମ୍ମାନ ଜଣାଇ ଆଜି ଆମେ ବ୍ରଜମୋହନ ମିଶ୍ରଙ୍କର ସେହି ସମାଲୋଚନାତ୍ମକ ଦିଗର ଏକ ସୁନ୍ଦର ଅଭିନବ ରୂପକୁ ଆମେ ଉନ୍ମୋଚନ କରୁଛେ। ତାଙ୍କର ସମାଲୋଚନାର ଯେଉଁ ନୂତନ ଦିଗନ୍ତଟି ଉନ୍ମୋଚିତ ହୋଇଛି, ଆପଣମାନଙ୍କ ପାଇଁ ବେଶ ହୃଦୟସ୍ପର୍ଶୀ ହେବ ବୋଲି ମୋର ବିଶ୍ୱାସ। ଯେଉଁଠି ହେଉଛି ତାଙ୍କର ଟି.ଏସ୍. ଏଲିୟଟଙ୍କ ଦ ୱେଷ୍ଟଲ୍ୟାଣ୍ଡ ଆଧାରିତ, ଯାହାର ଶୀର୍ଷକ ରହିଛି ଟି.ଏସ୍. ଏଲିୟଟଙ୍କ ଦ ୱେଷ୍ଟଲ୍ୟାଣ୍ଡର ସୃଷ୍ଟି ରହସ୍ୟ। ଶ୍ରୋତାବନ୍ଧୁ, ଆଧୁନିକତା କହିଲେ ଭାବ ବିପ୍ଳବର ଏକ ନିରଳସ ଦୃଷ୍ଟିଭଙ୍ଗୀ, ଯେଉଁଥିରେ ନୂତନ ଅନୁଭୂତିର ପ୍ରକାଶ ନିମନ୍ତେ ନୂତନ ଶୈଳୀ, ସଂକେତ, ଚିନ୍ତା, କଳ୍ପନାର ସମନ୍ୱୟ ଥାଏ। ପୁଣି ଜୀବନ ଓ ପରିବେଶ ପ୍ରତି ମୋହମୁକ୍ତ ଦୃଷ୍ଟିଭଙ୍ଗୀ ମଧ୍ୟ ଥାଏ। ନୂତନ ଜୀବନ ଜିଜ୍ଞାସା, ପରିବେଶ ସଚେତନତା, ଆବେଗ ସଂଜାତ ସମ୍ବେଦୀ ଅଭିବ୍ୟକ୍ତି ହିଁ ତ ଆଧୁନିକତା। ତେବେ ପାଶ୍ଚାତ୍ୟ ସ୍ଥିତିବାଦୀ ଚେତନାର ନାନ୍ଦିକାର ଟି.ଏସ୍. ଏଲିୟଟଙ୍କ ଯେଉଁ ନୋବେଲ ପୁରସ୍କାର ପ୍ରାପ୍ତ କାବ୍ୟଗ୍ରନ୍ଥ ଦ ୱେଷ୍ଟଲ୍ୟାଣ୍ଡ ଆଣ୍ଡ ଅଦର ପୋଏମ୍ସର ଅନୁସରଣରେ ଆମେ ଜାଣିଛେ କବି ଗୁରୁପ୍ରସାଦ ମହାନ୍ତି ସମୁଦ୍ର ସ୍ନାନ ଲେଖିଛନ୍ତି, ଯେଉଁଥିପାଇଁ ତାଙ୍କୁ ଗୁରୁପ୍ରସାଦ ମହାନ୍ତିଙ୍କୁ 1970ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛି। ତେବେ ଆଲୋଚନା ପରିସରଭୁକ୍ତ କରିବାକୁ ଯାଇ ମୁଁ ଏତିକି କଥା କହିଲି। ଏବେ ଆମେ ଶୁଣିବା
प्रोफेसर ब्रजमोहन मिश्रଙ୍କ द्वारा लिखित प्रीति ଓ ପ୍ରତ୍ୟୟ ସମାଲୋଚନା ପୁସ୍ତକର ଏକ ଉଚ୍ଚକୋଟୀର ପ୍ରବନ୍ଧ ଆଲୋଚନା ଟି.ଏସ୍. ଏଲିୟଟଙ୍କ ଦ ୱେଷ୍ଟଲ୍ୟାଣ୍ଡର ସୃଷ୍ଟି ରହସ୍ୟ। ପ୍ରାବନ୍ଧିକ ଡକ୍ଟର ବ୍ରଜମୋହନ ମିଶ୍ରଙ୍କ ଶବ୍ଦରେ ଯୁଗପତ୍ ସମକାଳୀନ ଓ ସର୍ବକାଳୀନ ବୈୟକ୍ତିକ ଓ ନୈର୍ବୈୟକ୍ତିକ ଏବଂ ଅନୁଭବର ଅକୃତ୍ରିମ ଆଲିମ୍ବନ ବହନ କରି ବିଶ୍ୱ ସାହିତ୍ୟରେ ଚମକ ଓ ଚେତନା ସଞ୍ଚାର କରିଥିବା କାବ୍ୟଗ୍ରନ୍ଥ ହେଉଛି ମୃତ୍ୟୁଞ୍ଜୟୀ କବି ଟି.ଏସ୍. ଏଲିୟଟ, ଯାହାଙ୍କର ସମୟ ସୀମା ଥିଲା 1888ରୁ 1965, ତାଙ୍କର ଦ ୱେଷ୍ଟଲ୍ୟାଣ୍ଡ। ତାଙ୍କ କାବ୍ୟ ଜଗତର ଉତ୍ତର ମେରୁ ଏହି ବହୁ ଚର୍ଚ୍ଚିତ ବିସମ୍ବାଦିତ କବିତାର ବିବର୍ତ୍ତନ ଯେତିକି ବିସ୍ମୟକର ସେତିକି ବୈପ୍ଳବିକ। 1922 ମସିହାରେ ଏହା ପ୍ରକାଶିତ ହୋଇଥିଲେ ହେଁ ତାହାର ବହୁ ପୂର୍ବରୁ ଏହା ଅନେକ ସ୍ତର ଦେଇ ଅନେକ ରୂପ ପରିଗ୍ରହ କରିଥିଲା। ଏହାର ପରିସମାପ୍ତି ପରେ ଏଲିୟଟଙ୍କ ଜଣେ ସୁହୃଦ ମେରୀ ହୁଚିନସନ୍ ପ୍ରକାଶ କରିଥିଲେ ଏ କବିତା ହେଉଛି ଟମ୍ସ ଅଟୋବାୟୋଗ୍ରାଫି। ବିଖ୍ୟାତ ସମାଲୋଚକ ଏଫ. ଓ. ମାଥିସେନ ମନ୍ତବ୍ୟ ଦେଇଥିଲେ, "It may be that the large task which Eliot set himself in the wasteland of giving a shape and significance to the immense panorama of futility and anarchy of contemporary history caused some of the experiments which he made to gain that end appear too deliberate." କିନ୍ତୁ କବି ନିଜେ ପ୍ରକାଶ କରନ୍ତି, ଅନେକ ସମାଲୋଚକ ମତ ପ୍ରକାଶ କରନ୍ତି ଯେ ତାଙ୍କର ଏ କବିତା ସମସାମୟିକ ପୃଥିବୀର ଏକ ସମାଲୋଚନା, ଅବଶ୍ୟ ସାମାଜିକ ଅବକ୍ଷୟର ଦସ୍ତାବିଜ। ହେଲେ ଏଥିରେ ସେ ଏକମତ ନୁହନ୍ତି, କାରଣ ବାସ୍ତବରେ ତାଙ୍କର ଏ କବିତା ହେଉଛି "To me it was only the relief of a personal and wholly insignificant grouse against life. It is just a piece of rhythmical grumbling." ଏହା ସେ ଥିଓଡର ସ୍ପେନ୍ସରଙ୍କୁ କହିଥିଲେ। ଶ୍ରୋତାବନ୍ଧୁ, ଦ ୱେଷ୍ଟଲ୍ୟାଣ୍ଡ ସୃଜନ ଯୋଉ ହେଇଛି, ତା ସୃଷ୍ଟିର ମୂଳରେ ଦ ୱେଷ୍ଟଲ୍ୟାଣ୍ଡ ସୃଜନୀ ମୂଳରେ ଯାହା ଥାଉ ନା କାହିଁକି ତାର ବିବର୍ତ୍ତନ ଯେ ଅତ୍ୟନ୍ତ ଆକର୍ଷକ, ଏଥିରେ ସନ୍ଦେହ ନାହିଁ। ଆପଣାର ଜଣେ ପରମ ଶୁଭେଚ୍ଛୁ ଜନ୍ କୁଇନ୍, ନ୍ୟୁୟର୍କର କଳାପ୍ରାଣ ଓକିଲଙ୍କୁ ନଭେମ୍ବର 5, 1919ରେ ଲେଖିଥିବା ଏକ ପତ୍ରର ଶେଷ ଅନୁଚ୍ଛେଦରେ କବି ଲେଖିଥିଲେ, "I am now at work on an article ordered by the Times, and when that is off, I hope to get started on a poem I have in mind." ମୋ ଦ୍ୱାରା ରେଖାଙ୍କିତ। ପୁନଶ୍ଚ 18 ଡିସେମ୍ବର 1919ରେ ସେ ତାଙ୍କ ମାତା ଚାର୍ଲୋଟିଙ୍କୁ ଲେଖିଥିଲେ ଯେ ତାଙ୍କର ନୂତନ ବର୍ଷର ପ୍ରତିଜ୍ଞା is to write a long poem I have had on my mind for a long time. 1921 ମେ 9ରେ ଏଲିୟଟ ପ୍ରକାଶ କରନ୍ତି ଯେ ଦ ସାକ୍ରେଡ୍ ଉଡ୍ ପରି ସମାଲୋଚନା ପୁସ୍ତକ ଲେଖିଲା ପରେ ସେ ଆଉ ବର୍ଷେ କି 2 ବର୍ଷ ପାଇଁ କୌଣସି ପ୍ରବନ୍ଧ ପୁସ୍ତକ ଲେଖିବାକୁ ଚାହୁଁନାହାନ୍ତି, କାରଣ he was wishful to finish a long poem as he still described the wasteland, ଯାହାକି ଏବେ ଥିଲା partly on paper। ଏଥିରୁ ବେଶ ପ୍ରତିପନ୍ନ ହୁଏ ଯେ ଏଲିୟଟ କିପରି ଏକ ଦୀର୍ଘ କବିତା ରଚନା କରିବାକୁ ଚେତନା ସ୍ତରରେ ପ୍ରସ୍ତୁତ ଥିଲେ। By 1919, Eliot had material for one long poem or a series of poems. This was to emerge 3 years later as The Wasteland, the poem that fired the imagination of the lost generation and made Eliot famous. ଲିଣ୍ଡାଲ ଗର୍ଡନଙ୍କ ପରି ବିଶିଷ୍ଟ ସମାଲୋଚକ ୱେଷ୍ଟଲ୍ୟାଣ୍ଡର ଉତ୍ସ ଠାବ କରିଛନ୍ତି 1914ରେ କବିଙ୍କ ଧାର୍ମିକ କାଳ୍ପନିକ ଚେତନାରେ। 28 ବର୍ଷ ବୟସ୍କ ଏଲିୟଟ ସେତେବେଳେ ବାସ କରୁଥାନ୍ତି ମାସାଚ୍ୟୁସେଟ୍ସ କ୍ୟାମ୍ବ୍ରିଜର ଆସ୍ ଷ୍ଟ୍ରିଟ୍ରେ।
ସେଇଠି ସେ ରଚନା କରିଛନ୍ତି 3ଟି ସ୍ୱପ୍ନିଳ ଖଣ୍ଡ କବିତା, ପରେ ଯାହାର ପଂକ୍ତି, ଭାବ ଓ ପୃଷ୍ଠଭୂମି ୱେଷ୍ଟଲ୍ୟାଣ୍ଡର ପଞ୍ଚମ ଭାଗରେ ଏଲିୟଟ ବ୍ୟବହାର କରନ୍ତି। ଏହି 3ଟି କବିତା ଖଣ୍ଡ ଈଶ୍ୱରୀୟ ଜ୍ଞାନ ପ୍ରକାଶ ଓ ତାର ଫଳାଫଳ ଅବା ଧର୍ମାନ୍ତରକରଣ ବା ଜୀବନର ନିର୍ଣ୍ଣାୟକ ମୋଡ଼ ସମସ୍ୟା ଓ ଆକର୍ଷଣ ଉପରେ ପର୍ଯ୍ୟବସିତ। ଏ ତିନି କବିତା ଖଣ୍ଡରୁ ଦୁଇଟିର ବିଷୟବସ୍ତୁ ହେଉଛି ଦୁଇଟି ଜଗତରେ ବାସ କରି ଯନ୍ତ୍ରଣାଦଗ୍ଧ ହେଉଥିବା ଜଣେ ବ୍ୟକ୍ତିର କଥା। 1915ରେ ଏଲିୟଟଙ୍କ ପ୍ରଥମ ବିବାହ ହୁଏ ଭିଭିଏନ୍ ହେଉଡ୍, ଯିଏ ସେଲ୍ଫ ସଫିସିଏଣ୍ଟ, ହାଇ ସ୍ପିରିଟେଡ୍ ଆଣ୍ଡ ଇଗର ଇମୋସନାଲ ପର୍ସନାଲିଟି ୱିଥ୍ vague romantic earnings and a daring and nerve that would be easily daunted. ସ୍ନାୟବିକ ଅସୁସ୍ଥତାରେ ଆକ୍ରାନ୍ତ ଏହି ଅତ୍ୟନ୍ତ ଆବେଗପ୍ରବଣ ମହିଳା ଏଲିୟଟଙ୍କ ପାଇଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ। She has everything to give that I want and she gives it. I owe her everything. ଏହି ବଳିଷ୍ଠ ଉତ୍ସାହୀ ନୃତ୍ୟାଙ୍ଗନା, a physically active woman, an enthusiastic bather and ball room dancer, ଲଜ୍ଜାଶୀଳ ଏଲିୟଟଙ୍କୁ ପ୍ରାଣବନ୍ତ କରିବାକୁ ବେଶ୍ ପ୍ରୟାସ କରିଥିଲେ ହେଁ ଶୋଚନୀୟ ଭାବେ ବିଫଳ ହୋଇଥିଲେ। ବିବାହ ପରେ ସେ ଉନ୍ମାଦ ରୋଗରେ ପ୍ରପୀଡ଼ିତ ହୋଇ ପାଲଟି ଯାଇଥିଲେ ଜଣେ ଅତ୍ୟନ୍ତ ବିରକ୍ତ ବ୍ୟକ୍ତି। ଏହା ମୂଳରେ ଥିଲା ଏଲିୟଟଙ୍କ ଯୌନ ଅକ୍ଷମତା ଓ ସମ୍ଭୋଗ ପ୍ରତି ଏକ ପ୍ରକାର ଘୃଣା। ସତରେ ଭିଭିଏନ୍ ଥିଲେ ସକଳ ପାର୍ଥିବତାର ପ୍ରତୀକ, ଯେତେବେଳେ ଏଲିୟଟ ଥିଲେ ସକଳ ଆଧ୍ୟାତ୍ମିକତାର ପ୍ରତିଭୂ। ଗଡନଙ୍କ ଭାଷାରେ "She ended tragically as the emblem of the material world against which Eliot's religious impulse tugged to free itself." ଦାମ୍ପତ୍ୟ ଜୀବନର ବିଫଳତା ସହ ଧର୍ମ ପ୍ରବଣତା ମିଶି ଏଲିୟଟଙ୍କୁ ଖୁବ୍ ମାନସିକ ଯନ୍ତ୍ରଣା ଦେଇଥିଲା। ପାରିବାରିକ ଧର୍ମପ୍ରାଣତା, ବିଶେଷ କରି ମାତାଙ୍କ ଗଭୀର ଧର୍ମାନୁରକ୍ତି ତାଙ୍କର ଚେତନା ରାଜ୍ୟରେ ସଦା ଉଜ୍ଜୀବିତ ଥିଲା। ଚେତନଶୀଳ ଜୀବନ ଆରମ୍ଭରୁ ଏଲିୟଟଙ୍କ ମନରେ ଧାରଣା ହୋଇଥିଲା ମଣିଷ କିପରି ପାପରୁ ମୁକ୍ତି ପାଇଁ ଆଧ୍ୟାତ୍ମିକ ଯାତ୍ରା କରେ। ତାଙ୍କ ମାଙ୍କ ରଚିତ ଏକ କବିତା ରିଙ୍ଗ ଇଷ୍ଟର ବେଲ୍ସ ମଧ୍ୟ ତାଙ୍କୁ ଏ ଦିଗରେ ଖୁବ୍ ପ୍ରଭାବିତ କରିଥିଲା। ଉକ୍ତ କବିତାର ବିଷୟବସ୍ତୁ ହେଉଛି ଭଗବାନଙ୍କ ଆଡ଼କୁ ଆତ୍ମା କିପରି ଊର୍ଦ୍ଧ୍ୱ ମାର୍ଗରେ ଯାତ୍ରା କରେ। ଏଲିୟଟ ମଧ୍ୟ ଦାନ୍ତେ, ସନ୍ଥ ଅଗଷ୍ଟିନ ପ୍ରଭୃତିଙ୍କ ଆଦର୍ଶ ଜୀବନ କଥା ଭାବୁଥିଲେ, ଯାହା ବଦ୍ଧ ପାର୍ଥିବ ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଉପରୋକ୍ତ ବିପର୍ଯ୍ୟୟ ଓ ବିଲକ୍ଷଣ ସହ ସମସାମୟିକ ପୃଥିବୀର ଦୁଃସ୍ଥିତି ମଧ୍ୟ ୱେଷ୍ଟଲ୍ୟାଣ୍ଡ ସର୍ଜନାର ଉତ୍ସ ରୂପେ କାର୍ଯ୍ୟ କରିଥିଲା। ମୋଟ ଉପରେ ୱେଷ୍ଟଲ୍ୟାଣ୍ଡର ସୃଷ୍ଟି ହିଁ କବିଙ୍କର ବ୍ୟକ୍ତିଗତ ବିପର୍ଯ୍ୟୟ ତଥା ସମସାମୟିକ ୟୁରୋପୀୟ ସମାଜର ଅବକ୍ଷୟର ଏକ ଚମତ୍କାର ସାରସ୍ୱତ ସ୍ମାରକୀ। ପରିଶେଷରେ 5 ଭାଗରେ ବିଭକ୍ତ ଉକ୍ତ କବିତାର କ୍ରମ ନିରୂପଣ କରିବା କଷ୍ଟସାଧ୍ୟ ବୋଲି ଲିଣ୍ଡାଲ ଗର୍ଡନ ସ୍ୱୀକାର କରନ୍ତି। 1919 ଶେଷ ଆଡ଼କୁ ଏହି କବିତା ରଚନା କରିବାକୁ ଦୃଢ଼ ପ୍ରତିଜ୍ଞ ହୋଇ 1920ରେ ମଧ୍ୟ ଏ ଦିଗରେ ଏଲିୟଟ ଆଦୌ ଅଗ୍ରସର ହୋଇପାରିନଥିଲେ, କାରଣ ଏହି ବର୍ଷ ସେ ତାଙ୍କ ସମାଲୋଚନା ପୁସ୍ତକ ଦ ସାକ୍ରେଡ ଉଡ୍ ପ୍ରକାଶରେ ବ୍ୟସ୍ତ ଥିଲେ। ଏ ପୁସ୍ତକ ପ୍ରକାଶିତ ହେଲା ପରେ ଏହାର ସମୀକ୍ଷା ଅତ୍ୟନ୍ତ ନିରୁତ୍ସାହଜନକ ଥିଲା, ଯାହା କବିଙ୍କୁ ବିଷଣ୍ଣ କରିଦେଲା। ଏହା ସାଙ୍ଗକୁ 1920ର ଶରତ୍କାଳରେ ପତ୍ନୀ ଭିଭିଏନ୍‌ଙ୍କ ପିତା ସାଂଘାତିକ ଭାବେ ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ସେବା କରିବାରେ ଉଭୟ କବି ଓ କବି ପତ୍ନୀଙ୍କର ରାତିଦିନ ବିତିଗଲା। ଏହା ଫଳରେ ଭିଭିଏନ୍‌ଙ୍କ ସ୍ୱାସ୍ଥ୍ୟର ଅବନତି ଘଟିଲା। 1921 ମାର୍ଚ୍ଚ ଓ ଏପ୍ରିଲରେ ସେ ଶଯ୍ୟାଶାୟିନୀ ହେଲେ। ମେ ମାସରେ ତାଙ୍କୁ ସମୁଦ୍ର କୂଳକୁ ନିଆଗଲା। ଠିକ୍ ଏହି ସମୟରେ ବହୁ ବିଳମ୍ବିତ ଏହି ଦୀର୍ଘ କବିତା ରଚନା କଥା ହଠାତ୍ ଚିନ୍ତା କରିବାକୁ ସୁଯୋଗ ଲାଭ କଲେ କବି। ଯେତେଦୂର ସମ୍ଭବ ଦୁଇଟି ସମୟରେ ଏ ଦୀର୍ଘ କବିତା ରଚିତ ହୋଇଥିଲା। ପ୍ରଥମେ ବସନ୍ତ ଋତୁରେ ଏଲିୟଟ ସାମାନ୍ୟ ଚେଷ୍ଟା କରିଥିଲେ କିଛି ଲେଖିବାକୁ, କିନ୍ତୁ ଗତ 6 ମାସର ପରିଶ୍ରମ ଯୋଗୁଁ ସେ ଏତେ କ୍ଳାନ୍ତ ହୋଇ ପଡ଼ିଥିଲେ ଯେ ସେ ମାତ୍ର ବିକ୍ଷିପ୍ତ କେଇଧାଡ଼ି ଲେଖିଥିବେ। ପୁଣି ଶରତ୍ ଋତୁରେ ଅର୍ଥାତ୍ ଅକ୍ଟୋବରରୁ ଡିସେମ୍ବରରେ ସେ ଧାରାବାହିକ ଭାବେ ଲେଖିଥିବେ। ଏହି ସମୟରେ ତାଙ୍କର ପୁଣି ସ୍ୱାସ୍ଥ୍ୟ ଭଗ୍ନ ହେଲା। ଅସହ୍ୟ ମୁଣ୍ଡ ବିନ୍ଧା ଓ ସ୍ନାୟବିକ ଅସୁସ୍ଥତା। ଏହି ବିପତ୍ତି ବେଳେ ଆମେରିକୀୟ ଆୟକର ବିଭାଗର କର୍ମଚାରୀଙ୍କ ଦ୍ୱାରା ଆୟକର ଦେବାକୁ ତାଙ୍କ ଉପରେ ଚାପ ପଡ଼ିଥିଲା। ଲଣ୍ଡନର ଜଣେ ବିଶେଷଜ୍ଞ ଚିକିତ୍ସକଙ୍କ ପରାମର୍ଶରେ ସେ ନିଯୁକ୍ତ ଥିବା ବ୍ୟାଙ୍କ ଚାକିରିରୁ 3 ମାସ ଅବସର ନେଲେ।
କେଣ୍ଟ କୂଳରେ ଥିବା ମାର୍ଗେଟ ନାମକ ସ୍ଥାନକୁ ଯାତ୍ରା କଲେ। ଏଠାରେ ଜଣାଗଲା ଯେ ସେ ସ୍ନାୟବିକ ଦୁର୍ବଳତା କି ପାଗଳାମୀରେ ପ୍ରପୀଡ଼ିତ ନୁହନ୍ତି। ତାଙ୍କ ରୋଗ ହେଉଛି ମାନସିକ ଅଶାନ୍ତି, ଯାହା ସେଠାକାର ଚିକିତ୍ସକମାନେ ସ୍ୱୀକାର କଲେ ନାହିଁ। ତେଣୁ କବି ବୈଦେଶିକ ଚିକିତ୍ସା ଆଶାୟୀ ହୁଅନ୍ତେ ତାଙ୍କ ବନ୍ଧୁ ଜୁଲିଏନ୍ ହକ୍ସଲେ ଓ ଅଟୋଲିନ୍ ମୋରୋଉ ଲୁସାନରେ ଥିବା ଡାକ୍ତର ରୋଜରୀ ଭିଟୋଜଙ୍କ ନିକଟରେ ଚିକିତ୍ସିତ ହେବାକୁ ତାଙ୍କୁ ପରାମର୍ଶ ଦେଲେ। ଏହି ସମୟ ଭିତରେ ସେ ମାର୍ଗେଟସ୍ଥ କ୍ଲିଫ୍ଟନ୍ ଭିଲର ଆଲବିମାର୍ଲେ ହୋଟେଲକୁ ଚାଲିଗଲେ। ସମୟ ଥିଲା 22 ଅକ୍ଟୋବର 1921। ଏକୁଟିଆ ରହିବାକୁ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ଏଲିୟଟ ପତ୍ନୀ ଭିଭିଏନ୍‌ଙ୍କୁ ତାଙ୍କ ସହ ମାର୍ଗେଟ ଆସିବାକୁ ଅନୁରୋଧ କଲେ। ଏଠାରେ କବି କ୍ରମେ ସୁସ୍ଥ ହେବାକୁ ଲାଗିଲେ। ଭିଭିଏନ୍‌ଙ୍କ ସିଡ୍ନି ସ୍ନିଫ୍‌ଙ୍କୁ ପତ୍ରାନୁସାରେ ଏଲିୟଟ ଏଠାରେ ଦେଖାଗଲେ ୟଙ୍ଗର ଆଣ୍ଡ ଫ୍ୟାଟର ଆଣ୍ଡ ନାଇସର। ଏହିପରି କ୍ରମଶଃ ସୁସ୍ଥ ହୋଇ ଆସୁଥିବା ଅବସ୍ଥାରେ ସେ ବହୁ ଦିନରୁ ତାଙ୍କ ଭିତରେ ଦାନା ବାନ୍ଧିଥିବା ଏକ କବିତା ୱେଷ୍ଟଲ୍ୟାଣ୍ଡ ରଚନା କରିବାକୁ ମନସ୍ଥ କଲେ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଯେ ବ୍ରଜମୋହନ ମିଶ୍ର, ଯିଏକି ଇଂରାଜୀ ଅଧ୍ୟାପନା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚିତି ଲାଭ କରିଥିବା ଜଣେ ପ୍ରଫେସର, ଅତି ଚମତ୍କାର ଭାବରେ ଟି.ଏସ୍. ଇଲିୟଟଙ୍କ ଦ୍ୱାରା ଲିଖିତ ୱେଷ୍ଟଲ୍ୟାଣ୍ଡର ପରିକଳ୍ପନା ପଛରେ ଥିବା ଯେଉଁ ପ୍ରୟାସ, ଯେଉଁ ପ୍ରଯତ୍ନ, ଯେଉଁ ମାଇଣ୍ଡସେଟ୍ ବା ମାନସିକତା, ତା ସମ୍ପର୍କରେ ଆଲୋଚନା କରୁଛନ୍ତି। ତେବେ ନଭେମ୍ବର ଆରମ୍ଭ ବେଳକୁ ଏହି କବିତାଟି ତୃତୀୟ ଭାଗ ଦ ଫାୟାର ସେର୍ମନର ଲେଖା ସାରିଲେ। ବାସ୍ତବରେ ଏହି ଭାଗଟି ଥିଲା ପ୍ରଥମେ ୱେଷ୍ଟଲ୍ୟାଣ୍ଡ କବିତାର ଶେଷ ଭାଗ। କବି ମାର୍ଗେଟରୁ ଲଣ୍ଡନ ଫେରିଲେ ନଭେମ୍ବରର ମଧ୍ୟଭାଗରେ। ଏଠାରେ ସ୍ୱଳ୍ପ ଦିନ ରହଣି ପରେ ପତି ଓ ପତ୍ନୀ ପ୍ୟାରିସ୍ ଗଲେ। ପ୍ୟାରିସରେ ପତ୍ନୀକୁ ଛାଡ଼ି ଏଲିୟଟ ଲୁସାନ ଅଭିମୁଖେ ଯାତ୍ରା କଲେ। ଏ ଯାତ୍ରାର ଅବ୍ୟବହିତ ପୂର୍ବରୁ ସେ ଏଜ୍ରା ପାଉଣ୍ଡଙ୍କୁ ଭେଟିଲେ ଏବଂ ତଥାପି ଅସମ୍ପୂର୍ଣ୍ଣ ଥିବା ଦୀର୍ଘ କବିତା ୱେଷ୍ଟଲ୍ୟାଣ୍ଡ ତାଙ୍କୁ ଦେଖାଇଲେ। ଏଲିୟଟ ଲୁସାନରୁ ଲଣ୍ଡନ ଫେରିଲେ। ଏଠାରେ ଉଲ୍ଲେଖ କରାଯାଇପାରେ, ଏଲିୟଟ କବିତାଟିର ମୂଳ ଶିରୋନାମା ରଖିଥିଲେ ହି ଡୁ ଦ ପୋଲିସ ଇନ୍ ଡିଫରେଣ୍ଟ ଭଏସେସ୍, ଯାହା ସେ ଚାର୍ଲସ ଡିକେନ୍ସଙ୍କ ଉପନ୍ୟାସ ଆୱାର ମ୍ୟୁଚୁଆଲ ଫ୍ରେଣ୍ଡରୁ ଆଣିଥିଲେ। ପାଉଣ୍ଡଙ୍କ ତୀକ୍ଷ୍ଣ ଏବଂ ଯଥାର୍ଥ ବୌଦ୍ଧିକ ଶଲ୍ୟ ଚିକିତ୍ସା ଫଳରେ କବିତାଟି ଦ୍ୟୁତି ଫୁଟି ପାରିଥିଲା। ସେଥିସକାଶେ କବି ଏଲିୟଟଙ୍କୁ କୃତଜ୍ଞତା ସହକାରେ କହନ୍ତି ଇଟ୍ ମାଇଗ୍ଲିଓର ଫ୍ୟାବ୍ରୋ ଦ ବେଟର କ୍ରାଫ୍ଟସମ୍ୟାନ। 1914ରୁ ଏଲିୟଟଙ୍କ ସହ ପରିଚିତ ଏଜ୍ରା ପାଉଣ୍ଡ ଏଲିୟଟଙ୍କ ପ୍ରଥମ କବିତାର ପ୍ରକାଶନ ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲେ। ପାଉଣ୍ଡଙ୍କ ୱେଷ୍ଟଲ୍ୟାଣ୍ଡର ଅସାଧାରଣ ସମ୍ପାଦନ କେବଳ କବି ଏଲିୟଟଙ୍କୁ ଚମତ୍କୃତ କରେ ନାହିଁ, ପାଠକଙ୍କୁ ମଧ୍ୟ ବିସ୍ମିତ କରେ। ତେବେ ଆମେ ଜାଣିଲେ ଶ୍ରୋତାବନ୍ଧୁ, ୱେଷ୍ଟଲ୍ୟାଣ୍ଡର ସମ୍ପାଦକ ଥିଲେ ଏଜ୍ରା ପାଉଣ୍ଡ। ୱେଷ୍ଟଲ୍ୟାଣ୍ଡର ପ୍ରଥମ ଭାଗର ଶିରୋନାମା ହେଉଛି ଦ ବ୍ୟୁରିଆଲ ଅଫ ଦ ଡେଡ୍। ପ୍ରଥମେ ଏହା 130 ଧାଡ଼ି ବିଶିଷ୍ଟ ଥିଲା। ଏହା ଆରମ୍ଭ ହୋଇଥିଲା ଫାଷ୍ଟ ୱି ହ୍ୟାଡ ଏ କପଲ ଅଫ ଫିଲର୍ସ ଡାଉନ୍ ଆଟ୍ ଟମ୍ସ ପ୍ଲେସ୍ ଏବଂ ଶେଷ ହୋଇଥିଲା ୟୁ ହିପୋକ୍ରାଇଟ୍ ଲେକ୍ଚର ମନ୍ ସେମ୍ବ୍ଲେବ୍ ମନ୍ ଫ୍ରାୟାର। ସେଥିରୁ ପ୍ରଥମ 54 ଧାଡ଼ି କାଟିଦେଲେ ପାଉଣ୍ଡ ଏବଂ କବିତା ଆରମ୍ଭ କଲେ ଏପ୍ରିଲ ଇଜ୍ ଦ କ୍ରୁଏଲେଷ୍ଟ ମନ୍ଥ। ଏହିପରି ଭାବର କବିତାର 5 ଭାଗରେ ଅନେକ ପରିମାର୍ଜନ କରି ପାଉଣ୍ଡ ଏହାକୁ ବର୍ତ୍ତମାନ ଉପଲବ୍ଧି ରୂପ ଦେଲେ। ନିଜର ଏହି ଦୀର୍ଘ କବିତାର ଆମୂଳଚୂଳ ପରିବର୍ତ୍ତନରେ କବି ଅତ୍ୟନ୍ତ ସନ୍ତୋଷ ଲାଭ କରିଥିଲେ। ଏହାପରେ ଏଲିୟଟ ଏହାର ଅବିଳମ୍ବ ପ୍ରକାଶ ସକାଶେ ଅତ୍ୟନ୍ତ ଉଦ୍ବିଗ୍ନ ହୋଇପଡ଼ିଲେ ଏବଂ ଲୁସାନରୁ ଫେରିବା ପରେ ତାଙ୍କ ବନ୍ଧୁ ତଥା ଡାଏଲ ପତ୍ରିକାର ସମ୍ପାଦକ ସ୍କୋଫିଲ୍ଡ ଥାଏରଙ୍କୁ ତାଙ୍କ ପତ୍ରିକାରେ ଏହା ପ୍ରକାଶ କରିବାକୁ ଅନୁରୋଧ କଲେ ଏବଂ ଏଥିସକାଶେ ସ୍କୋଫିଲ୍ଡ ତାଙ୍କୁ କେତେ ଅର୍ଥ ଦେବେ ବୋଲି ଜାଣିବାକୁ ଚାହିଁଲେ। ଥାଏର $150 କହିବାରୁ ଏଲିୟଟ ପ୍ରଥମେ ସେ ପରିମାଣକୁ ଯଥାର୍ଥ ବୋଲି ଧରିନେଲେ, କିନ୍ତୁ ଯେତେବେଳେ ସେ ଶୁଣିବାକୁ ପାଇଲେ ଯେ ଏକ କ୍ଷୁଦ୍ର ଗଳ୍ପ ପାଇଁ ଜର୍ଜ ମୁରଙ୍କୁ ତାଙ୍କର 2 ଗୁଣ ଅର୍ଥ ଦେଇଛନ୍ତି, ସେ ତାର ବାର୍ତ୍ତାରେ $856 ଦାବି କଲେ। ଏହା ଥାଏରଙ୍କୁ ବିକ୍ଷୁବ୍ଧ କଲା ଏବଂ ଦୁଇ ଜଣଙ୍କ ମଧ୍ୟରେ ତିକ୍ତ ବଚସା ଚାଲିଲା। ତେଣୁ ଏପ୍ରିଲ ମାସରେ ଏଲିୟଟ ତାଙ୍କୁ ହୋରେସ ଲିଭେରାଇଡଙ୍କ କଥା ଜଣାଇଦେଲେ।
ଫଳରେ ନର୍ଥ ୱେଷ୍ଟଲ୍ୟାଣ୍ଡ ଛାପିବାର ସ୍ୱତ୍ୱାଧିକାର ଛାଡ଼ିଦେଲେ। ଏଲିୟଟଙ୍କ ସହ ମତାନ୍ତର ସତ୍ତ୍ୱେ ସ୍କୋଫିଲ୍ଡ ଥାଏର ଦ ୱେଷ୍ଟଲ୍ୟାଣ୍ଡ ପାଣ୍ଡୁଲିପି ଲାଭ କରିବାକୁ ଆଗ୍ରହୀ ହେଲେ। ତେଣୁ ଡାଏଲର କାର୍ଯ୍ୟନିର୍ବାହୀ ସମ୍ପାଦକ ଗିଲବର୍ଟ ସେଲ୍ଡସ୍ ଲିଭେରାଇଟ୍ ଓ କୁଇନ୍ସଙ୍କ ସହ ଏକ ରାଜିନାମା କଲେ। ଏହି ରାଜିନାମା କୁଇନ୍ସଙ୍କ କାର୍ଯ୍ୟାଳୟରେ 1922 ସେପ୍ଟେମ୍ବର 7ରେ ହୋଇଥିଲା। ତାହା ଥିଲା ଏହିପରି ଯେ ଡାଏଲ ଏହି କବିତା ତାର ନୋଟିସ ବିନା ପ୍ରକାଶ କରିବ ଏବଂ ପତ୍ରିକାର ସାମ୍ବତ୍ସରିକ କବିତା ପୁରସ୍କାର 2000 ପାଉଣ୍ଡ ଏଲିୟଟଙ୍କୁ ଦିଆଯିବ। କବିଙ୍କର ପତ୍ର ଉକ୍ତ ପତ୍ରରେ ଏଜ୍ରା ପାଉଣ୍ଡଙ୍କ ପ୍ରତି ତାଙ୍କର ଗଭୀର କୃତଜ୍ଞତା ବୋଧ ବେଶ ପରିସ୍ଫୁଟ। ଏଲିୟଟଙ୍କ ସମ୍ପାଦିତ ଦ କ୍ରାଇଟେରିୟନ ପତ୍ରିକାର ପ୍ରଥମ ସଂଖ୍ୟାରେ ଦ ୱେଷ୍ଟଲ୍ୟାଣ୍ଡ ପ୍ରଥମେ ପ୍ରକାଶିତ ହେଲା 1922 ମସିହା ଅକ୍ଟୋବର 15ରେ। ଶ୍ରୋତାବନ୍ଧୁ, ଏଇଠି ମନେ ରଖିବେ ଯେ ଏଲିୟଟଙ୍କ ସମ୍ପାଦିତ ଦ କ୍ରାଇଟେରିୟନ ପତ୍ରିକାର ପ୍ରଥମ ସଂଖ୍ୟାରେ ଦ ୱେଷ୍ଟଲ୍ୟାଣ୍ଡ 1922 ମସିହା 15 ଅକ୍ଟୋବରରେ ପ୍ରକାଶ ଲାଭ କରିଥିଲା। ସେହି ସଂଖ୍ୟାରେ ଜର୍ଜ ସେଣ୍ଟସୁଅରିଜଙ୍କ ଡଲନେସ୍ ଉପରେ ଏକ ପ୍ରବନ୍ଧ, ଭାଲେରୀ ଲାରବର୍ଡଙ୍କର ୟୁଲିସେସ୍ ଉପରେ ଏକ ପ୍ରବନ୍ଧ, ହେରମନ ହେସେଙ୍କର ଏକ ପ୍ରବନ୍ଧ, ସ୍ତର୍ଜ ମୁରଙ୍କ ଏକ ପ୍ରବନ୍ଧ ତଥା ମେ ସିନ୍କ୍ଲେୟାରଙ୍କ ଏକ କ୍ଷୁଦ୍ର ଗଳ୍ପ ପ୍ରକାଶିତ ହୋଇଥିଲା। ଏଥିରେ ଉକ୍ତ କବିତା ପ୍ରକାଶିତ ହୋଇଥିଲେ ହେଁ ଏହି ବର୍ଷ ସାରା ଅର୍ଥାତ୍ 1922ରେ ଏହାର ଅନ୍ୟତ୍ର ପ୍ରକାଶ ପାଇଁ ବିଭିନ୍ନ ପ୍ରକାଶକଙ୍କ ସହ ଯୋଗାଯୋଗ କରାଯାଉଥିଲା। ତେଣୁ ନଭେମ୍ବର 1922ରେ ଏହା ଡାଏଲରେ ପ୍ରକାଶିତ ହେଲା। ପ୍ରଥମେ ଏଲିୟଟ ଡାଏଲର ସମ୍ପାଦକ ଥାଏରଙ୍କୁ କହିଥିଲେ ଯେ ଉକ୍ତ କବିତା ପତ୍ରିକାର 4ଟି ସଂଖ୍ୟାରେ ପ୍ରକାଶିତ ହୋଇପାରେ, କିନ୍ତୁ ଏହା ଏକାଥରକେ ପ୍ରକାଶିତ ହେଲା। ଏହିପରି ସେ ଏହାକୁ କ୍ରାଇଟେରିୟନରେ 2ଟି ସଂଖ୍ୟାରେ ପ୍ରକାଶ କରିବାକୁ ଚିନ୍ତା କରିଥିଲେ ହେଁ ଏପରି ବ୍ୟବସ୍ଥାକୁ ଏଜ୍ରା ପାଉଣ୍ଡ ନାକଚ କରିଦେଇଥିଲେ। ପାଉଣ୍ଡ ପାଇଁ ହିଁ ଏହା ଏକାଥରେ ପ୍ରକାଶ ପାଇଥିଲା। ଲିଭେରାଇଟ୍ ଡିସେମ୍ବର 1922ରେ ଏହାର ଆମେରିକୀୟ ସଂସ୍କରଣ 1000 ଖଣ୍ଡ ପ୍ରକାଶ କଲେ, ଯାହା ଖୁବ୍ ଶୀଘ୍ର ବିକ୍ରି ହୋଇଯିବାରୁ ଏହାର ଦ୍ୱିତୀୟ ସଂସ୍କରଣ ପୁଣି 1000 ଖଣ୍ଡ ପ୍ରକାଶ ପାଇଥିଲା। ପୂର୍ବରୁ କୁହାଯାଇଛି ଜନ୍ କୁଇନ୍ ପତ୍ରାଳାପରୁ ଏହା ପ୍ରତିପନ୍ନ ହୁଏ ଯେ ଏଲିୟଟ ମଧ୍ୟ କୁଇନ୍ଙ୍କ ନିକଟକୁ ଦ ୱେଷ୍ଟଲ୍ୟାଣ୍ଡର ପାଣ୍ଡୁଲିପି ରେଜିଷ୍ଟ୍ରି ଡାକରେ 1922 ଅକ୍ଟୋବର 23ରେ ପ୍ରେରଣ କରିଥିଲେ, ଯାହା କୁଇନ୍ 13 ଜାନୁଆରୀ 1923 ମଧ୍ୟଭାଗରେ ପ୍ରାପ୍ତ ହୋଇଥିଲେ, କିନ୍ତୁ ଶାରୀରିକ ଅସୁସ୍ଥତା ଯୋଗୁଁ 26 ଫେବୃଆରୀ ପର୍ଯ୍ୟନ୍ତ ଏହାର ପ୍ରାପ୍ତି ସ୍ୱୀକାର କରିପାରି ନଥିଲେ। ଏଲିୟଟଙ୍କ ଏହି ପରମ ବନ୍ଧୁ ଜନ୍ କୁଇନ୍ଙ୍କର 54 ବର୍ଷ ବୟସରେ 28 ଜୁଲାଇ 1924ରେ ମୃତ୍ୟୁ ହୁଏ। କୁଇନ୍ ତାଙ୍କ ଇଚ୍ଛାପତ୍ର ଅର୍ଥାତ୍ ୱିଲରେ ଏ ପାଣ୍ଡୁଲିପି ସମ୍ପର୍କରେ କିଛି ଉଲ୍ଲେଖ କରିନଥିଲେ, କିନ୍ତୁ ତାଙ୍କ ଭଗିନୀ ଜୁଲିଆ ଶ୍ରୀମତୀ ୱିଲିୟମ ଆଣ୍ଡରସନ ଉତ୍ତରାଧିକାରୀ ସୂତ୍ରେ ଲାଭ କରିଥିବା ସମ୍ପତ୍ତିର ଏହା ଏକ ଅଂଶ ଥିଲା। 1934ରେ ତାଙ୍କ ସ୍ୱର୍ଗବାସ ପରେ ତାଙ୍କ ବିଧବା କନ୍ୟା ମେରୀ ଏକ ଅପେକ୍ଷାକୃତ କ୍ଷୁଦ୍ର ଗୃହକୁ ଚାଲିଗଲେ ଏବଂ କୁଇନ୍ଙ୍କର କାଗଜପତ୍ର ବନ୍ଧାବନ୍ଧି ହୋଇ ପଡ଼ି ରହିଲା ଗୋଦାମ ଘରେ। ଅନବରତ ଅନ୍ୱେଷଣ ପରେ 1950ର ଆଦ୍ୟ ଭାଗରେ ଶ୍ରୀମତୀ କୋନରୟ ଏହି ପାଣ୍ଡୁଲିପି ଆବିଷ୍କାର କଲେ। 1958 4 ଏପ୍ରିଲରେ ଏହାକୁ $18,000ରେ ବିକ୍ରି କରିଦେଲେ ନ୍ୟୁୟର୍କ ପବ୍ଲିକ ଲାଇବ୍ରେରୀର ବର୍ଗ କଲେକ୍ସନକୁ। ଏ କଥା ଏଲିୟଟ କି କେହି ଜାଣିପାରିଲେ ନାହିଁ। ସେହି ଗ୍ରନ୍ଥାଗାରର କ୍ୟୁରେଟର ଡକ୍ଟର ଜନ୍ ଡି ଗର୍ଡନ ଏଲିୟଟଙ୍କୁ ଚିହ୍ନିଥିବା ତାଙ୍କ ଜଣେ ବାନ୍ଧବୀଙ୍କୁ ଏକ ଅନୁରୋଧ କଲେ। ତାହା ହେଉଛି ସେହି ବର୍ଷ ଅର୍ଥାତ୍ 1958 ମେ ମାସରେ ଏଲିୟଟଙ୍କ ଲଣ୍ଡନ ଆଗମନ ବେଳେ ତାଙ୍କ ସହ ଏଲିୟଟଙ୍କୁ ସାକ୍ଷାତ କରାଇବା ପାଇଁ। ଫଳରେ ସେ ତାଙ୍କ ସହ ଏକ ବ୍ୟବସାୟିକ ବିଷୟ ଆଲୋଚନା କରିବେ। ହେଲେ ତାହା ସମ୍ଭବ ହୋଇନଥିଲା, କାରଣ ସେତେବେଳେ ଏଲିୟଟ ଆମେରିକାରେ ଥିଲେ। ତାଙ୍କ ସହ ଆଉ ସଂଯୋଗ ରକ୍ଷା କରିନଥିଲେ ଡକ୍ଟର ଗର୍ଡନ। 1968ର ଗ୍ରୀଷ୍ମ ଋତୁର ନ୍ୟୁୟର୍କ ପବ୍ଲିକ ଲାଇବ୍ରେରୀର ମୁଖ୍ୟ ଗବେଷକ ମିଷ୍ଟର ଜେମ୍ସ ଡବ୍ଲ୍ୟୁ ହାଣ୍ଡେରସନ ଭ୍ୟାଲେରୀ ଏଲିୟଟଙ୍କୁ ଅର୍ଥାତ୍ ଏଲିୟଟଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଏ କଥା ଜଣାଇଲେ। ସେ ଅନୁରୋଧ କଲେ 1968 ଅକ୍ଟୋବର 25ରେ ଉକ୍ତ ଲାଇବ୍ରେରୀ ଏକ ସର୍ବସାଧାରଣ ବିଜ୍ଞପ୍ତି ପ୍ରକାଶ ନ କଲା ପର୍ଯ୍ୟନ୍ତ ଏକଥାକୁ ଗୁପ୍ତ ରଖିବାକୁ। ଏ ଦିନ ପ୍ରଫେସର ବି ଏଲ ରିଡଙ୍କ ଲିଖିତ ଜୀବନୀ ପୁସ୍ତକ ଦ ମ୍ୟାନ୍ ଫ୍ରମ୍ ନ୍ୟୁୟର୍କ, ଜନ୍ କୁଇନ୍ ଆଣ୍ଡ ହାଇ ଫ୍ରେଣ୍ଡସ୍ ପ୍ରକାଶିତ ହେଲା। ଲାଇବ୍ରେରୀର ପାଣ୍ଡୁଲିପି ବିଭାଗର ଶ୍ରୀମତୀ କୋନରୟ
ତାଙ୍କ ମାମୁଁ ଏଲିୟଟଙ୍କ ଠାରୁ ପ୍ରାପ୍ତ ହୋଇଥିବା 22 ଖଣ୍ଡ ପତ୍ର ଓ 6ଟି କେବଲକୁ ଲାଇବ୍ରେରୀର ପାଣ୍ଡୁଲିପି ବିଭାଗକୁ ଦାନ କରିଦେଲେ। ଭାଲେରୀ ଏଲିୟଟଙ୍କ ପ୍ରଚେଷ୍ଟାରେ ପ୍ରାୟ ହଜିଯାଇଥିବା ଏ ପାଣ୍ଡୁଲିପି ଲୋକଲୋଚନକୁ ଆସିଲା ଏବଂ ଏ ସମ୍ପର୍କରେ ତାହା ଟି.ଏସ୍. ଇଲିୟଟ ଦ ୱେଷ୍ଟଲ୍ୟାଣ୍ଡ ଏ facsimile, a transcript of the original draft including the annotations of Ezra Pound edited and with an introduction B. Valerie Elliot's ଙ୍କ ନାମରେ 1971ରେ ପ୍ରକାଶିତ ହେଲା। ଏହା ପ୍ରକାଶିତ ହେବା ପୂର୍ବରୁ ଏଜ୍ରା ପାଉଣ୍ଡ ଏହାର ପ୍ରିଫେସରେ ଲେଖିଥିଲେ, "The mystery of the missing manuscript is now solved. Valerie Elliot has done a scholarly job which would have delighted her husband. For this and for her patience with my attempts to elucidate my own marginal notes and for the kindness which distinguishes her, I express my thanks." ବାସ୍ତବିକ ଏହି କାଳଜୟୀ କବିତା ସର୍ଜନାର ଅନ୍ତରାଳ ଏତେ ନିବିଡ଼ ଅନୁଭୂତି ଓ ଅନୁଭବର ଅକୃତ୍ରିମ ହୋଇଥିବାରୁ ଏହା ହୋଇପାରିଛି। ଆଉ 4 ବର୍ଷ ପରେ ଶରଦ ଶତମ୍ ଲାଭ କରିବାକୁ ଥିବା ଉକ୍ତ କବିତା ମଣିଷର ବନ୍ଧନ ମୁକ୍ତିର ମହାଯଜ୍ଞ କରିଚାଲିବ। ଶ୍ରୋତାବନ୍ଧୁ, ଏହା ଟି.ଏସ୍. ଇଲିୟଟଙ୍କର ୱେଷ୍ଟଲ୍ୟାଣ୍ଡର ଯେଉଁ ସର୍ଜନାର ମୂଳରେ ଥିବା ତଥ୍ୟକୁ ବିଶିଷ୍ଟ ସମାଲୋଚକ ପ୍ରାବନ୍ଧିକ ପ୍ରଫେସର ବ୍ରଜମୋହନ ମିଶ୍ର ପ୍ରୀତି ଓ ପ୍ରତ୍ୟୟ ପ୍ରବନ୍ଧ ପୁସ୍ତକରେ ସନ୍ନିବେଶିତ କରିଛନ୍ତି, କିନ୍ତୁ ଏହା 2018 ମସିହା ଜାନୁଆରୀ ସଂଖ୍ୟାରେ ସତ୍ୟବାଦୀ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଅଡିଓଟି କେମିତି ଲାଗିଲା ଏହା ସମ୍ପର୍କରେ ଆପଣମାନଙ୍କର ମତାମତ ଅପେକ୍ଷାରେ ରହିଲି। ଏଥିରେ ଅନେକ ଇଂରାଜୀ ଶବ୍ଦର ପ୍ରୟୋଗ ରହିଛି, ଯାହା ଉଚ୍ଚାରଣ କଲାବେଳେ ହୁଏତ କୋଉଠି କିଛି ଭୁଲ ତ୍ରୁଟି ରହିଥାଇପାରେ। ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି ଏବଂ ଏହାକୁ ପଢ଼ି ଯଦି ଆପଣମାନଙ୍କର କିଛି ଜିଜ୍ଞାସା ପ୍ରଶମିତ ହେବ ଏବଂ ଆପଣଙ୍କୁ ଖୁସି ଲାଗିବ, ଆନନ୍ଦ ମିଳିବ, ତାହେଲେ ମୋର ଶ୍ରମ ସାର୍ଥକ ହେବ। ଧନ୍ୟବାଦ।